ସେଠି କଣ କରୁଛ କି? ନା ମୁଁ ଝିଅ ସାଇକେଲ ଟା ଧୂଳି ହେଇଯାଇଛି ଚେନ୍ ଟେ ତେଲ ଫେଲ ଦେଇଦେଲେ ଏଟା ଟିକେ କ୍ଲିୟର ଚାଲିବ ତା ସ୍କୁଲ ନବା ପାଇଁ ସୁବିଧା ହବ। ମତେ ଗୋଟେ କଥା କହିଲ, କଣ? ମୁଁ ସକାଳୁ ତମକୁ 2-4 ବଦଳ କହିଥିଲି ଯେ ମୋ ଦିନ ମାନ ଭଲ ଲାଗୁନି। ମୁଁ ଏତେ ତମ ଉପରେ ଚିଡଚିଡି ହଉଛି, ରାଗୁଛି, ଚିଡୁଛି ସବୁବେଳେ, ଜୋର ପାଟିରେ କଥା କହୁଛି, ତମକୁ ଟିକେ ବି ଖରାପ ଲାଗୁନି? ଖରାପ କାଇଁ ଲାଗିବ? ଆଉ ଜାଣିଛ ଗୋଟେ କଥା, ଗୋଟେ ପ୍ରକୃତ ସ୍ତ୍ରୀ ଯିଏ ତା ସ୍ୱାମୀ କି ଭଲ ପାଉଥାଏ ନା, ସିଏ ସବୁବେଳେ କଣ ଚାହିଁବ କହିଲ? ତା ସ୍ୱାମୀ ଉପରେ ଚିଡଚିଡି ହେଇକି ରାଗିକି କେମିତି ତାକୁ ଭଲ ବାଟକୁ ଆଣିବ। ଆଉ ଗୋଟେ କଥା ମୁଁ ମାନେ ମନେ ରଖ, ମୁଁ କହୁଛି ଯୋଉମାନେ ବି ସ୍ୱାମୀ ଉପରେ ସବୁବେଳେ ମାନେ ସ୍ତ୍ରୀ ଲୋକ ମାନେ ଯୋଉ ସ୍ୱାମୀ ଉପରେ ଚିଡୁନା, ମନେ ରଖ ଗୋଟେ କଥା, ସେଇ ସ୍ତ୍ରୀ ହିଁ ତୁମ ଶେଷ ଅବସ୍ଥାରେ ତୁମ ପାଖରେ ଥିବ, ଆଉ କେହି ନଥିବେ। ଭାଇ ଭଉଣୀ ବାପା ମା କେହି ନଥିବେ, ସେଇ ସ୍ତ୍ରୀ ହିଁ ତୁମ ପାଖରେ ଥିବ। ତେଣୁକରି ସମୟ ଥାଉ ଥାଉ ସ୍ତ୍ରୀ କି ସମ୍ମାନ ଦବା, ଇଜ୍ଜତ ଦବା ଶିଖିଯାଅ। ମୁଁ ତ ବୁଝିଛି, ଆପଣ ମାନେ ବୁଝୁଛନ୍ତି ନା ନାଇଁ ନିଶ୍ଚୟ କମେଣ୍ଟ କରି କହିବେ। ବୁଝିପାରିଲ ତ?